ତ 12/6/2026 ରାତିରେ ଅଙ୍କୁରା ଗ୍ରାମର ତପସ୍ୱିନୀ ମହାନ୍ତଙ୍କ ଘରେ ଝରକା ଡେଇଁ ଜଣେ ଚୋର ତାଙ୍କ ଘରେ ପଶି ଟଙ୍କା ଓ ତାଙ୍କ ପିନ୍ଧିଥିବା ସୁନା ଚେନ୍କୁ ଧରି ଘରୁ ବାହାରି ଅନ୍ଧାର ସୁଯୋଗ ନେଇ ପଳାଇଗଲା। ଏହି ଘଟଣାକୁ ନେଇ ତପସ୍ୱିନୀ ମହାନ୍ତ କରଞ୍ଜିଆ ଥାନାରେ ରିପୋର୍ଟ କରିଥିଲେ, ଯାହାଫଳରେ ଆଇଆଇସି କରଞ୍ଜିଆ ଥାନାରେ ଏକ ମାମଲା ରୁଜୁ କରିଥିଲା। କେସ୍ ନମ୍ବର ହେଉଛି 230/2026। ଏହି କେସ୍କୁ ଏସ୍ପି ସାର୍ଙ୍କ ନିର୍ଦ୍ଦେଶ ମତେ ଆଇଆଇସି ମୃତ୍ୟୁଞ୍ଜୟ ପ୍ରଧାନ ଏବଂ ଏଏସ୍ଆଇ ଅମ୍ବିକା ମହାନ୍ତ ଏବଂ ଟିମ୍ ଗଠନ କରି ସେମାନେ ୱେଷ୍ଟବେଙ୍ଗଲର ହାଉଡ଼ା ଜିଲ୍ଲାର ଶ୍ୟାମପୁର ଥାନାର ଉଧୁପୁର ଗ୍ରାମର କାଜିନୁର ହୁସେନ ତାଙ୍କ ଗାଁରୁ ଠାବ କରି ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ପାଖରୁ ଟଙ୍କା ଜବତ କରାଯାଇଥିଲା। ଯେତେବେଳେ ଏକ୍ୟୁଜ୍ କାଜିନୁର ଯଶୀପୁର ଏକ ସୁନା ଦୋକାନରେ ବନ୍ଧା ଦେଇ ଘରକୁ ପଳାଇଥିଲା। ତାକୁ ଯେତେବେଳେ ଅଣା ହେଲା ଯଶୀପୁର ସେଇ କଲ୍ୟାଣୀ ଜୁଏଲାରୀରେ ଚଢ଼ା କରାଯାଇଥିଲା। ତା ମାଲିକଠାରୁ ଉକ୍ତ ସୁନା ଚେନ୍ ଜବତ କରାଯାଇଥିଲା। ଯେହେତୁ ଚୋରା ଜିନିଷ ମାଲିକ ରଖିଥିଲା, ତେଣୁକି ତାକୁ ମଧ୍ୟ ଗିରଫ କରାଯାଇଛି। ଆଜି ଉଭୟ ସୁନା ମାଲିକ ଦୋକାନୀ ଏବଂ ଏକ୍ୟୁଜ୍କୁ କୋର୍ଟ ଚାଲାଣ କରାଯିବ।